ତ ବନ୍ଧୁଗଣ ଆଜି କାର୍ତ୍ତିକ ପୂର୍ଣ୍ଣିମା କୁଆଡେ ବୁଲିବାକୁ ବି ଏତେ ମୁଁ ଫାର୍ଷ୍ଟ ଟାଇମ ଯେତେବେଳେ ଭୁବନେଶ୍ୱରରେ ମୁଁ ଆସୁଛି ଏତେ ସବୁ ମାନେ ଏ ପର୍ବ ଦେଖୁଛି କାର୍ତ୍ତିକ ପୂର୍ଣ୍ଣମୀ ଏଠି କଣ ହୁଏ କଣ ନାହିଁ ମୁଁ ଜାଣିନି। ପାଖରେ କୋଉ ମନ୍ଦିର ଅଛି ବେଶୀ ଭଲସେ ମୁଁ ଜାଣିନି। ବାସ୍ ଖାଲି ଏଇଠି ଶୁଣିଛି ସେ କୁଆଖାଇ ବ୍ରିଜ ଅଛି। କୁଆଖାଇ ବ୍ରିଜ ରେ ସେଠି ଯାଇକି ଡଙ୍ଗା ଭସାନ୍ତି ସେଇଠି ସେ ସାଇଡରେ। 5ଟା ବେଳକୁ ଗାଧୋଇ ପାଧେଇକି ପୁରା ରେଡି ହେଇଗଲିଣି। ମାନେ କାହିଁକି କେଜାଣି ଆଜି ମୋର ନିଦ ଭାଙ୍ଗିଗଲା ଜଲ୍ଦି। ମାନେ ମନକୁ ନିଦ ଭାଙ୍ଗିଗଲା। ସବୁବେଳେ ମୁଁ 8ଟା 9ଟା ହେଲେ ବି ମୋ ନିଦ ଭାଙ୍ଗେନି, କିନ୍ତୁ ଆଜି 5ଟା ବେଳକୁ ମୋର ମନକୁ ନିଦ ଭାଙ୍ଗିଗଲା। ଆଲାର୍ମ ଫାଲାର୍ମ କିଛି ନାହିଁ କିନ୍ତୁ ମନକୁ ନିଦ ଭାଙ୍ଗିଗଲା। ଆଲାର୍ମ ଦେଇଥିଲି 4ଟା ବେଳେ, ବନ୍ଦ କରି ରଖିଦେଲି। ତାପରେ ପୁଣି 5ଟାରେ ମନକୁ ନିଦ ମୋର ଭାଙ୍ଗିଲା। ମୁଁ କଲ୍ କଲା ବେଳକୁ ରାଜୁଭାଇ ତ କେହି ଫୋନ ରିସିଭ୍ କରୁନାହାନ୍ତି। ମୁଁ ଏକା ଟିକେ ଯାଉଛି ବୁଲିକି ପଳେଇ ଆସିବି। ଦେଖିବା ଏଇ ପାଖରେ ଯଦି କଣ ଭଲ ଜାଗା ଥିବ ତାହେଲେ ଆପଣ ପାଇଁ ବି ଟିକେ ମନୋରଞ୍ଜନ ହେଇଯିବ, ମୋ ପାଇଁ ବି ବୁଲାବୁଲି ହେଇଯିବ। ଭଗବାନଙ୍କ ଦର୍ଶନ ଯଦି କୋଉଠି ଶିବ ମନ୍ଦିର ଏଠି ପାଖରେ ଦେଖିକି ପଳେଇବି। ଭାବୁଥିଲି ଲିଙ୍ଗରାଜ ମନ୍ଦିର ଯାଇଥାନ୍ତି, କିନ୍ତୁ ଲିଙ୍ଗରାଜ ମନ୍ଦିର ଏଇନା ଗଲେ ଗାଡି ରଖିବ, ସେଠୁ ଯିବ ଭିତରକୁ ବିନ୍ଦୁସାଗରକୁ, ସେଠି ଯାଇକି ବସିକି ଏପରିକି ଆସିବ। ସେ ମାନେ ଟିକେ ଲେନ୍ଦି ହେଇଯିବ, ଟାଇମ ବେଶୀ ହେଇଯିବ, ମାନେ ସକାଳେ ବେଶୀ ହେଇଯିବ। ସବୁଠାରୁ ଭଲ ହବ ରାତିରେ ଟିକେ ଡଙ୍ଗା ଭସାର ମଜା ଟା ନବା। ମାନେ ଯଦି କୋଉଠି ଏ ବ୍ରିଜ ରୁ ତଳକୁ ଭିଉ ଡଙ୍ଗା ଭାସିକି ଯାଉଥିବ, ପୁରା ଲାଇଟ ଲାଗିଥିବ, ସେଇଭଳିଆ ଟିକେ ଭିଉର ମଜା ନବା। ତ ବନିକି ରୁହନ୍ତୁ ବ୍ଲଗରେ, ଦେଖେଇବି ସବୁ କୁଆଡେ କୁଆଡେ ଯାଉଛି କଣ କରୁଛି। ଆକ୍ଚୁଆଲି ଭୁବନେଶ୍ୱର ଏଇଟା ମୋର ଫାର୍ଷ୍ଟ ଟାଇମ୍। ମୁଁ ଏତିକି ଏକ୍ସପେକ୍ଟ କରିନଥିଲି କି ହଁ ଏତେ ଲୋକ ଆସିବେ ଏ ଜାଗାକୁ। ବାଲିଯାତ୍ରା ପଡ଼ିଆ ଭୁବନେଶ୍ୱରରେ ଅଛି ବୋଲି କି ମୁଁ ଜାଣିନଥିଲି, କିନ୍ତୁ ଲୋକଙ୍କ ଭିଡ଼ ଦେଖନ୍ତୁ କେତେ। ଭାଇ ଶୀତ ପଡ଼ିଲାଣି। ପ୍ରଥମ ତ ଗାଧେଇକି ଆସିଥିଲି କିଛି ଲାଗୁନଥିଲା, କିନ୍ତୁ ଏବେ ଥଣ୍ଡା ଥଣ୍ଡା ଲାଗିଲାଣି। ଶୀତ ଦିନ ହେଲାଣି ନା, କାର୍ତ୍ତିକ ପୂର୍ଣ୍ଣିମାରୁ ପୁରା ମାନେ ଏଠାରୁ ଭୁବନେଶ୍ୱରରେ ତ ଶୀତ ପଡ଼ିଲାଣି, ଶୀତ ହେଲାଣି। ହଗି ଟିକେ ୱେଦର ଅଛି, ଟିକେ ଦେଖିପାରୁଥିବେ ଦେଖା ହଉଛି। ଟିକେ ଡିଷ୍ଟର୍ସନ ଦେଖା ହଉଛି, ମାନେ ଟିକେ ଧୂଆଁ ଧୂଆଁ ଦେଖା ହଉଛି। ପୁରା କୁହୁଡି ପଡିଛି, କୁହୁଡି ତ ପ୍ରବଳ ପଡିଥିଲା। ଏବେ ଏଇ ଆସିଲି, ବସିଛି ଗୋଟେ ଜାଗାରେ, ଏଇଠି ଆମ ବ୍ରିଜ ଉପରେ, BSS ନଗର ବ୍ରିଜ ଉପରେ। ଭଲ ଲାଗୁଛି ପାଗଟା ଆକ୍ଚୁଆଲି।
କିଛି ଟାଇମ୍ ଖରା ଖାଇକି ଯିବା। ପ୍ରଥମରେ ଯୋଉ ଭିଡ଼ ହେଲା ଏତେ ଯୋଉ ଗାଡ଼ି ସବୁ ସେଥିଲାଗି ଆଉ କିଛି ଏତେ ଡଙ୍ଗା ବସିବାକୁ ମାନେ ଡିସାଇଡ୍ ହିଁ କରିପାରିଲିନି, କିନ୍ତୁ ଫୁଲ୍ ମଜା ପୁରା ଦେଖିକି ପୁରା ମଜା ଉଠିଗଲା ପୁରା। ମାନେ ସକାଳୁ ଯୋଉ ଆମ୍ବିଏନ୍ସଟା ଆପଣ ଦେଖିପାରୁଥିବେ କେମିତିଆ ଲାଗୁଥିଲା, ପୁରା ପୁରା ମାନେ ଜବରଦସ୍ତ ଲାଗୁଥିଲା ନା। ତ ଠିକ୍ ଅଛି, ଠାକୁରଙ୍କ ଦର୍ଶନ ବି ହେଇଗଲା, ଟିକେ ପଳେଇ ଆସିଲି ନା ରୁମ୍କୁ। ତ ଭିଡ଼ିଓ କେମିତି ଲାଗିଛି, ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ ନିଶ୍ଚୟ। ଆଉ ଗୋଟେ ଆମର ବ୍ଲଗ ହବ କୋଉଦିନ ନା ବାଲିଯାତ୍ରାରେ ତ ଯିବି, ସେଠି ବ୍ଲଗ ହବ। ଆପଣ ଏଇ ଭିଡ଼ିଓକୁ ଫିଲହାଲ ଏଇ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରନ୍ତୁ, 5000 ସବସ୍କ୍ରାଇବର ମୋର ପୂରଣ କରନ୍ତୁ। 5000 ମୋତେ ହେଇପାରୁନି, କେବେ କରିବେ ଆପଣ ମୁଁ ଜାଣିନି। ଆଉ 30ଟା କେବଳ ସବସ୍କ୍ରାଇବର ହେଲେ 5000 ହେଇଯିବ, କରିଦିଅନ୍ତୁ ଟିକେ। ତ ଭିଡ଼ିଓକୁ ଲାଇକ୍ କରିବେ ନିଶ୍ଚୟ। ରହିଲି, କମେଣ୍ଟ ଯାହା କରିବା କଥା କରନ୍ତୁ, ଭଲ ଖରାପ କ'ଣ, ଆଉ କିଛି ଯଦି ଦେଖିଥାନ୍ତି କି କ'ଣ ହେଇଥାନ୍ତା, କେମିତି ଆଉ ଭିଡ଼ିଓ ମୁଁ କରିବି, ତ ସଜେଷ୍ଟ କରିବେ ଯଦି ତାହେଲେ ମୋତେ କମେଣ୍ଟ କରନ୍ତୁ। ଆଉ ଆଗକୁ ଆସୁଛି ବାଲିଯାତ୍ରା ଭିଡ଼ିଓ, ତା ପାଇଁ ୱେଟ୍ କରନ୍ତୁ। ହୁଏତ ସଣ୍ଡେ। ବାଏ ବାଏ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।